ଭାଗ୍ୟବନ୍ତ ପ୍ରେମ। ବଗିଚାରେ ଫୁଟୁଥିବା ସବୁ ଫୁଲଙ୍କର ଭାଗ୍ୟରେ ମନ୍ଦିର ନଥାଏ। କିଏ ଝଡ଼ିଯାଏ ବାଟର ଧୂଳିରେ ତ କାହା ପାଇଁ ଦେବତାଙ୍କ ପାଦ ସ୍ୱପ୍ନ ହୋଇ ରହେ। ଏହି ଦୁନିଆର ହଜାରେ ପ୍ରେମରୁ ସବୁ ପ୍ରେମ ଭାଗ୍ୟେ ସିନ୍ଦୁର ନଥାଏ। କିଏ ଅଧା ବାଟୁ ଫେରିଯାଏ ଏକା ତ କାହାର କାହାଣୀ ଲୁହରେ ଶେଷ ହୋଇଯାଏ। କିନ୍ତୁ ତୁମେ ସେଇ ପବିତ୍ର ଫୁଲ ଯାହା ପାଇଁ ଆଜି ମନ୍ଦିରର ଦ୍ୱାର ଖୋଲା। ଦେବତାଙ୍କ ପାଖେ ଶୋଭା ପାଉଛ ତୁମେ, ସାର୍ଥକ କରି ଆଜି ତୁମରି ଜନ୍ମର ବେଳା। ତୁମେ ସେଇ ଅପୂର୍ବ ପ୍ରେମର ସଂଜ୍ଞା, ଯାହାର ଭାଗ୍ୟରେ ସିନ୍ଦୁରର ଟୋପା ଲେଖା। ହଜାରେ ଭିଡ଼ରେ ତୁମେ ସେଇ ଭାଗ୍ୟବାନ, ଯାହା ପାଇଁ ପ୍ରେମ ଆଜି ଦେଇଛି ପବିତ୍ର ଦେଖା। ଥରେ ରାଧା ଭଗବାନ କୃଷ୍ଣଙ୍କୁ ପଚାରିଲେ, ପ୍ରଭୁ, ପ୍ରେମର ଅର୍ଥ କ'ଣ? କୃଷ୍ଣ ହସିକି କହିଲେ, ସମସ୍ତେ ପାଖରେ ଥାଇ ମଧ୍ୟ ସେ ଜଣଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ହିଁ ପ୍ରେମ କୁହାଯାଏ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ଭାଗ୍ୟବନ୍ତ ପ୍ରେମ। ବଗିଚାରେ ଫୁଟୁଥିବା ସବୁ ଫୁଲଙ୍କର ଭାଗ୍ୟରେ ମନ୍ଦିର ନଥାଏ। କିଏ ଝଡ଼ିଯାଏ ବାଟର ଧୂଳିରେ ତ କାହା ପାଇଁ ଦେବତାଙ୍କ ପାଦ ସ୍ୱପ୍ନ ହୋଇ ରହେ। ଏହି ଦୁନିଆର ହଜାରେ ପ୍ରେମରୁ ସବୁ ପ୍ରେମ ଭାଗ୍ୟେ ସିନ୍ଦୁର ନଥାଏ। କିଏ ଅଧା ବାଟୁ ଫେରିଯାଏ ଏକା ତ କାହାର କାହାଣୀ ଲୁହରେ ଶେଷ ହୋଇଯାଏ। କିନ୍ତୁ ତୁମେ ସେଇ ପବିତ୍ର ଫୁଲ ଯାହା ପାଇଁ ଆଜି ମନ୍ଦିରର ଦ୍ୱାର ଖୋଲା। ଦେବତାଙ୍କ ପାଖେ ଶୋଭା ପାଉଛ ତୁମେ, ସାର୍ଥକ କରି ଆଜି ତୁମରି ଜନ୍ମର ବେଳା। ତୁମେ ସେଇ ଅପୂର୍ବ ପ୍ରେମର ସଂଜ୍ଞା, ଯାହାର ଭାଗ୍ୟରେ ସିନ୍ଦୁରର ଟୋପା ଲେଖା। ହଜାରେ ଭିଡ଼ରେ ତୁମେ ସେଇ ଭାଗ୍ୟବାନ, ଯାହା ପାଇଁ ପ୍ରେମ ଆଜି ଦେଇଛି ପବିତ୍ର ଦେଖା। ଥରେ ରାଧା ଭଗବାନ କୃଷ୍ଣଙ୍କୁ ପଚାରିଲେ, ପ୍ରଭୁ, ପ୍ରେମର ଅର୍ଥ କ'ଣ? କୃଷ୍ଣ ହସିକି କହିଲେ, ସମସ୍ତେ ପାଖରେ ଥାଇ ମଧ୍ୟ ସେ ଜଣଙ୍କ ଅନୁପସ୍ଥିତିକୁ ଅନୁଭବ କରିବାକୁ ହିଁ ପ୍ରେମ କୁହାଯାଏ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଲୁହାକୁ ଆଉ କେହି ନୁହେଁ ବରଂ ତା ନିଜର କଳଙ୍କି ତାକୁ ନଷ୍ଟ କରିଦେଇଥାଏ। ଠିକ୍ ସେମିତି ମଣିଷକୁ ଆଉ କେହି ନୁହେଁ ବରଂ ତାର ନିଜର ଅହଙ୍କାର ଆଉ ନକାରାତ୍ମକ ଚିନ୍ତାଧାରା ତାକୁ ନଷ୍ଟ କରିଦେଇଥାଏ। ତେଣୁ ଜୀବନରେ ସବୁବେଳେ ଚେଷ୍ଟା କରନ୍ତୁ ଅହଙ୍କାର ଆଉ ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରହିବା ପାଇଁ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ନିଶ୍ଚୟ ଲେଖନ୍ତୁ।